ତେବେ ଦର୍ଶକ ବନ୍ଧୁ ଭେଙ୍କଟେଶ ଆୟାର ପ୍ରଥମ ଥର ପାଇଁ କୋଲକାତା ନାଇଟ୍ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି ଆଇପିଏଲ୍ ଦଳ ପାଇଁ ଖେଳିବେ। ଯଦିଓ କେକେଆର୍ ମଧ୍ୟ ତାଙ୍କ ପାଇଁ ନିଲାମରେ ବିଡ୍ କରିଥିଲା, କିନ୍ତୁ ଆରସିବି ବିଡ୍ ଜିତିଥିଲା। ତେବେ ଗତ ବର୍ଷ କେକେଆର୍ ପାଇଁ ତାଙ୍କ ଦରମା 23.75 କୋଟି ଥିଲା, କିନ୍ତୁ ଏଥର ଏହା 10 କୋଟିରୁ କମ୍। ତେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ 7 କୋଟିରେ ଭେଙ୍କଟେଶ ଆୟାରକୁ କିଣିଥିଲା। ଆୟାର ତାଙ୍କ ଆଇପିଏଲ୍ ଡେବ୍ୟୁ ପରଠାରୁ କେକେଆର୍ ସହିତ ଅଛନ୍ତି, କିନ୍ତୁ ଏବେ ବିରାଟ କୋହଲିଙ୍କ ସହ ଡ୍ରେସିଂ ରୁମ୍ରେ ସେୟାର କରିବେ। ତେବେ ଆୟାରଙ୍କ ମୂଳ ମୂଲ୍ୟ 2 କୋଟି ଥିଲା, ଯଦିଓ ତାଙ୍କର ଦରମା ଗତ ବର୍ଷ ତୁଳନାରେ 16.75 କୋଟି କମ୍। ତେବେ ଭେଙ୍କଟେଶ ଆୟାର 2021ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଆଇପିଏଲ୍ ଡେବ୍ୟୁ କରିଥିଲେ। ସେ ସେବେଠାରୁ କେକେଆର୍ ସହ ଦଳରେ ଅଛନ୍ତି। ତେବେ 2021ରୁ 2025 ପର୍ଯ୍ୟନ୍ତ ସେ କେକେଆର୍ ପାଇଁ 62ଟି ମ୍ୟାଚ୍ ଖେଳି 29.95 ହାରରେ 1468 ରନ୍ କରିଛନ୍ତି। ସେ ଆଇପିଏଲ୍ରେ ଗୋଟିଏ ଶତକ ଏବଂ 12ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ନାମରେ 3ଟି ୱିକେଟ୍ ମଧ୍ୟ ଅଛି, କିନ୍ତୁ ଏଥର ସେ ଆଇପିଏଲ୍ରେ ଆରସିବି ପାଇଁ ଖେଳିବେ। ତେବେ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।